ଚିନ୍ତା। କର୍ମକ୍ଷେତ୍ରରେ ହେଉ ଅଥବା ରଣକ୍ଷେତ୍ରରେ ହେଉ ଯଦି ସମ୍ପର୍କକୁ ମହତ୍ତ୍ୱ ଦିଆଯାଏ ତାହେଲେ ପତନ ସୁନିଶ୍ଚିତ। ସେଥିପାଇଁ କର୍ମକ୍ଷେତ୍ରରେ କେବେ ବି ସମ୍ପର୍କକୁ ମହତ୍ତ୍ୱ ନ ଦେଇ ଦାୟିତ୍ୱ, ଭରସା ଓ ବିଶ୍ୱାସକୁ ମହତ୍ତ୍ୱ ଦେଲେ ହିଁ ନିଜ ସହ ପରିବାର ଓ ସମାଜର କଲ୍ୟାଣ ହୋଇଥାଏ। ମୁଁ ସୁନ୍ଦର ନୁହଁ, କିନ୍ତୁ ମୁଁ ସବୁବେଳେ ମୋ ସାହାଯ୍ୟରେ ହାତ ବଢ଼ାଇବାକୁ ପ୍ରୟାସ କରିବି, କାରଣ ସୁନ୍ଦରତା ହୃଦୟରେ ରହିବା ଦରକାର, ମୁହଁରେ ନୁହଁ। କଷ୍ଟ ଏବଂ ବିପଦ ମନୁଷ୍ୟକୁ ଶିକ୍ଷା ଦେବାର ଶ୍ରେଷ୍ଠ ଗୁଣ ଅଟେ। ଯିଏ ଏହି ସମୟକୁ ସାହସର ସହିତ ସାମ୍ନା କରେ ସେ ହିଁ କଷ୍ଟ ଏବଂ ବିପଦକୁ ବିଜୟ କରିପାରେ। ଅସମ୍ଭବ ଶବ୍ଦର ପ୍ରୟୋଗ କେବଳ ଭୀରୁମାନେ ହିଁ କରିଥାନ୍ତି। ସାହସୀ ଏବଂ ବୁଦ୍ଧିମାନ ଲୋକମାନେ ନିଜର ରାସ୍ତା ନିଜେ ତିଆରି କରନ୍ତି। ଟଙ୍କା ଘର କିଣିପାରେ, ହେଲେ ପରିବାର ନୁହଁ। ଟଙ୍କା ମେଜ କିଣିପାରେ, ହେଲେ ନିଜ ନୁହେଁ। ଟଙ୍କା ଘଡ଼ି କିଣିପାରେ, ହେଲେ ସମୟ ନୁହେଁ। ଟଙ୍କା ବହି କିଣିପାରେ, ହେଲେ ଜ୍ଞାନ ନୁହେଁ। ଟଙ୍କା ବନ୍ଧୁ କରିପାରେ, ହେଲେ ଭଲ ପାଇବା ନୁହେଁ। ପଥର ଉପରେ ବସି ଏକା ତପସ୍ୟା କରିବା ସହଜ, କିନ୍ତୁ ବହୁ ସମସ୍ୟାରେ ରହି ପରିବାର ଭିତରେ ଶାନ୍ତି ବଜାୟ ରଖିବା ବହୁତ କଷ୍ଟ ଓ ଏହା ହିଁ ପ୍ରକୃତ ତପସ୍ୟା। ପରିବାରଠୁ ବଡ଼ ସମ୍ପତ୍ତି ଆଉ ନାହିଁ। ବାପାଙ୍କଠୁ ବଡ଼ ଆଉ କେହି ସଲାହକାର ନାହାନ୍ତି। ମା ଛବିଠୁ ବଡ଼ କୌଣସି ଦୁନିଆ ନାହିଁ। ଭଉଣୀଠୁ ବଡ଼ ଶୁଭଚିନ୍ତକ କେହି ନାହିଁ। ସ୍ତ୍ରୀଠୁ ବଡ଼ ସାଙ୍ଗ ଆଉ କେହି ନାହିଁ।